यारी ପାଇଁ ଆଜି ଏତେ ପାଲା ଏ ପିଲା କେମିତି ଶୋଇଛି ଦେଖୁନାହାନ୍ତି। ମାନେ 4ଟା ସାଢ଼େ 4ଟାରେ ଉଠିକି ପୁଣି ନିଦରେ 9ଟା ସାଢ଼େ 9ଟା ଭିତରେ ଶୋଇପଡ଼ିଛି। ଆଜି ୟାର ଜନ୍ମଦିନ ଆମେ ଏପଟେ ଆସିକି ହଇରାଣ ହେଉଛୁ। ତାପରେ ତା ନିଦ ଭାଙ୍ଗିଲା କି କ'ଣ କଲା ଆସିବ ଏଇଲେ ଉଠିକି ତା ମାମା ପାଖରେ କେଁ କେଁ ହେଉଛି ଉଠିକି ଆସିବ। ଆଜି ଯେହେତୁ ଆମ ସୁନ୍ଦରୀର ଜନ୍ମଦିନ ଆମେ ରୋଷେଇବାସରେ ଉଠିକି ଆସିଗଲା ଓ ଆମେ ରୋଷେଇବାସରେ ପ୍ରସ୍ତୁତ କରୁଛୁ ସବୁ। ତା ବଡ଼ ବାବା ମୁଁ ସମସ୍ତେ ମିଶିକି ରୋଷେଇବାସ କରୁଛୁ। ଆଉ ତା ବଡ଼ ବାବା ଆଜି ପଣ୍ଡା ହେଇଛନ୍ତି ରୋଷେଇ କରିବା ପାଇଁକା। ଆଜି ଯେହେତୁ ରବିବାରରେ ତାର ଜନ୍ମଦିନଟା ପଡ଼ିଥିଲା ଆଉ ଆଇଁଷ ଟିକେ ହେଇଥିଲା। ଆମ ଗାଁରେ ତ ଛୋଟ ପିଲା ସବୁ ଅଳ୍ପ, ତାପରେ ରୋଷେଇ ସରିଲେ ସବୁ ଘରେ ଘରେ ନେଇକି ବଣ୍ଟା ହେବ। ଆଉ ଆମ ବେଳେ ତ ଏମିତି ସବୁ କିଛି ନଥିଲା। ଆମ ବାପା ମାଆ ମାନେ ଆମର ଏମିତି ସବୁ କରିନାହାନ୍ତି। ଆମେ ସବୁ ଆମ ପିଲାମାନଙ୍କର କରୁଛୁ। ପିଲାମାନେ ସବୁ ଜନ୍ମ ହେଇଛନ୍ତି ବୋଲି ହଇରାଣ କରିବା। ଏମିତି ପ୍ରତିବର୍ଷ ଜନ୍ମଦିନରେ ରୋଷେଇବାସ କରେ, କେକ୍ କଟ୍ କରେ। କେକ୍ କାଟିବା ତ ଆମେ ମାନେ ଆମ ବେଳେ ସେମିତି କିଛି ବି ନଥିଲା। ଏତେ ପାଲା ବି କିଛି ନଥିଲା। ଆଉ ଇଏ ପିଲାମାନେ କିନ୍ତୁ ଆକୁ ତାକୁ ଦେଖିକିରି ତାଙ୍କର କେକ୍ କଟା ହେଉଛି, ଆମର କେକ୍ କଟା ହେବ, ଏମିତି ଗୋଟେ ପାଲା ଲଗେଇଛନ୍ତି। ଆଉ ଆଜି ଆମ ଝିଅର ଯେହେତୁ ଜନ୍ମଦିନ ଆଉ ରବିବାର ବି ପଡ଼ିଥିଲା, ସେଥିଲାଗି ସମସ୍ତଙ୍କ ପାଇଁକା ରୋଷେଇବାସ କରିଦେଇଥିଲୁ। ଛୁଆଙ୍କୁ ସବୁ ଡାକିକି ଖାଇବା ଦେଇଥିଲୁ। ତାପରେ ଆମ ପଡ଼ିଶା ଘରେ ଯାହା ଯେମିତି ସବୁ ଅଛନ୍ତି ତାଙ୍କୁ ଟିକେ ଟିକେ ସମସ୍ତଙ୍କ ଘରେ ଦିଆହେବ ଥାଳିରେ। ଆଉ ଆଉ ଆଇଁଷ ତ ହେଇଥିବ, ଆଇଁଷ ତ ନିଶ୍ଚିନ୍ତ ହେବ କାରଣ ରବିବାରରେ ପଡ଼ିଛି ଯେହେତୁ। ଆଉ ତା ବଡ଼ ବାବା କହୁଥିଲେ ଖାଲି କ୍ଷୀରି ପୁରୀ କରିବା ପାଇଁ। ମୁଁ କହିଲି ନାଇଁ, ଆଉ କ'ଣ ଦିନବେଳା ତ ଭାତ ଡାଲମା କ୍ଷୀରି ଖଟା ସବୁ ହେଇଥିଲା। ଆଉ ପିଲାମାନେ ଏଠି ସବୁ ବସିକି ଖାଉଛନ୍ତି। ଆମ ସୁନ୍ଦରୀ ଏପଟେ ତାର ହଇରାଣ କରୁଛି। ତାର ଆଉ ଜଣେ ବଡ଼ ମା ପାଖରେ ବସିକି ଖାଉଥିଲା। ଆଉ ସମସ୍ତେ ତାକୁ ଟିକେ ଆଶୀର୍ବାଦ କରିବେ ମୋ ଝିଅ ଯେମିତି ମାନେ ଭଲ ମଣିଷଟେ ହେଇକି ରହିବ।